अच्छा नना त्रिशांकु किए? ତ୍ରିଶଙ୍କୁ ହଉଛନ୍ତି ଜଣେ ସୂର୍ଯ୍ୟବଂଶୀ ରାଜା ଯେ ଚାହୁଁଥିଲେ ସଶରୀରରେ ସ୍ୱର୍ଗକୁ ଯିବା ପାଇଁ, ସ୍ୱଦେହରେ ସ୍ୱର୍ଗକୁ ଯିବା ପାଇଁ। अच्छा କିନ୍ତୁ ସେ ତାଙ୍କର କୁଳଗୁରୁ ବଶିଷ୍ଠଙ୍କୁ କହିଲେ ଯେ ମହାଶୟ ମତେ ସ୍ୱର୍ଗକୁ ଯିବାର ବ୍ୟବସ୍ଥା କରନ୍ତୁ। ବଶିଷ୍ଠ କହିଲେ ନା ନା ଏଇଟା ଅସମ୍ଭବ କଥା, ସ୍ୱଦେହରେ କଣ କେହି ସ୍ୱର୍ଗକୁ ଯାଇପାରିଛି। ତାପରେ ଅନନ୍ୟପାୟ ହେଇକିରି ତ୍ରିଶଙ୍କୁ କଣ କଲେ ନା ବଶିଷ୍ଠଙ୍କର ପୁଅ ମାନଙ୍କୁ ଯାଇକିରି କହିଲେ। ବଶିଷ୍ଠଙ୍କର ଶତପୁତ୍ର ଥିଲେ, ତେଣୁ ବଶିଷ୍ଠଙ୍କ ଶତପୁତ୍ର ମାନେ ଅକ୍ଷମତା ପ୍ରକାଶ କଲେ, କହିଲେ ନା ଏଇଟା କେବେ ସମ୍ଭବପର ହେଇପାରିବ ନାହିଁ। ତେଣୁ ସେ କଣ କଲେ ନା କହିଲେ ତାହେଲେ ମୁଁ ଅନ୍ୟ ବ୍ୟବସ୍ଥା କରିବି, ଆଉ କଣ କରିବି, ଯଦି ମୋର କୁଳଗୁରୁ ଏବଂ ଗୁରୁପୁତ୍ର ମାନେ ଅକ୍ଷମତା ପ୍ରକାଶ କରୁଛନ୍ତି ତାହେଲେ ମୁଁ ଅନ୍ୟ ବ୍ୟବସ୍ଥା କରିବି। ଏଥିରେ ବଶିଷ୍ଠଙ୍କ ପୁତ୍ର ମାନେ ରାଗିଗଲେ, କହିଲେ अच्छा କଣ ଆମେ ଆମେ ମନା କଲୁ ବୋଲି ତମେ ଅନ୍ୟ, ତା ଅର୍ଥ ସେ ଏକ ପ୍ରକାର ଗୁରୁ କଲା ଭଳିଆ କଥାଟା ହବ। ତେଣୁ ସେମାନେ ରାଗି କହିଲେ ତମେ କାଲିକି ଚଣ୍ଡାଳ ହେଇଯିବ, ଅଭିଶାପ ଦେଇଦେଲେ। ଅଭିଶାପ ଦେଇଦେଲା ପରେ ସତକୁ ସତ ଚଣ୍ଡାଳ ହେଇଗଲେ ତ୍ରିଶଙ୍କୁ। ତ୍ରିଶଙ୍କୁ ଚଣ୍ଡାଳ ହେଇଗଲା ପରେ ସେ ବୁଲି 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 ଯାଇକରି ବିଶ୍ୱାମିତ୍ରଙ୍କ ପାଖରେ ପହଞ୍ଚିଲେ। ତ ବିଶ୍ୱାମିତ୍ରଙ୍କୁ ଯେତେବେଳେ କହିଲେ ଯେ ମୁଁ ସ୍ୱଦେହରେ ସ୍ୱର୍ଗକୁ ଯିବା ପାଇଁ, ପୂର୍ବ ଘଟଣା ଗୁଡା ସବୁ କହିଲେ, ବିଶ୍ୱାମିତ୍ର କହିଲେ ଠିକ ଅଛି ମୁଁ ତମକୁ ସ୍ୱର୍ଗକୁ ପଠେଇଦେବି। ତେଣୁ ବିଶ୍ୱାମିତ୍ର ସିଧା ତାଙ୍କୁ ସ୍ୱର୍ଗକୁ ପଠେଇଦେଲେ। ତେଣୁ ଯେତେବେଳେ ଇନ୍ଦ୍ର ତ୍ରିଶଙ୍କୁକୁ କହିଲେ ତମେ ମର୍ତ୍ତ୍ୟକୁ ଯାଅ, ତେଣୁ ଉର୍ଦ୍ଧ୍ୱକୁ ଯାଉଥିବା ତ୍ରିଶଙ୍କୁ ପୁଣି ବୁଲି ପଡିକିରି ମୁଣ୍ଡ ତଳକୁ କରିକିରି ମର୍ତ୍ତ୍ୟକୁ ଖସିବାକୁ ଲାଗିଲେ। ବିଶ୍ୱାମିତ୍ର ଦେଖିଲେ କଣ ମୁଁ ଯାହାକୁ ଉପରକୁ ପଠଉଥିଲି ସେ କଣ ପୁଣି ତଳକୁ ଖସି ଆସିଲାଣି। ତାକୁ କହିଲେ ତିଷ୍ଠ ତିଷ୍ଠ तिष्ठ तिष्ठ माने ତିଷ୍ଠ ତିଷ୍ଠ କହିଲେ ମାନେ ସଂସ୍କୃତରେ ତିଷ୍ଠ ବୋଲି କହିଲେ ମାନେ ରୁହ, ସେଇଠି ରହିଯା, ସେଇଠି ଅଟିକି ଯା। ତେଣୁ ତ୍ରିଶଙ୍କୁ ସେଇଠି ଅଟିକି ଗଲେ, ମୁଣ୍ଡ ତଳକୁ ଅଛି ତାଙ୍କର। ତାହେଲେ ବିଶ୍ୱାମିତ୍ର କହିଲେ ଯଦି ସେମାନେ ସ୍ୱର୍ଗରେ ଜାଗା ଦେଲେ ନାହିଁ ତାହେଲେ ମୋର ତ ବହୁତ ତପସ୍ୟା ଅଛି, ମୋର ସେ ଯୋଉ ତପସ୍ୟାର ପ୍ରଭାବ ଯୋଉ ଅଛି ବା ମୋର ଯୋଉ ଶକ୍ତି ଅଛି, ସେ ତପସ୍ୟାର ଶକ୍ତିରେ ସେ କଣ କଲେ ନା ଆକାଶର ଦକ୍ଷିଣ ଦିଗରେ ତିଆରି କଲେ ସପ୍ତର୍ଷି ମଣ୍ଡଳ ଏବଂ ତା ଭିତରେ ଅନେକ ଗୁଡିଏ ନକ୍ଷତ୍ର। ଆଉ ସେଇଠି ସେମିତି ନିମ୍ନକୁ ମୁଣ୍ଡ କରିକିରି ତ୍ରିଶଙ୍କୁ ରହିଲେ। ତେଣୁ ତ୍ରିଶଙ୍କୁକୁ ସେ ସେଇ ଜାଗାରେ ରଖିଦେଲେ। ଏ କଥା ବିଭିନ୍ନ ପୁରାଣରେ ବିଭିନ୍ନ କଥା ଅଛି। ତେବେ ଆମର ହରିବଂଶ ଯୋଉ ଅଚ୍ୟୁତାନନ୍ଦ ଲେଖିଛନ୍ତି ପଞ୍ଚଶଖା ଯୁଗର, ଯାହାଙ୍କୁ କୁହାଯାଏ ଯେ ଯାହାଙ୍କର ମାଳିକା ପାଇଁ ସେ ପ୍ରସିଦ୍ଧ, ହରିବଂଶ ପାଇଁ ବି ପ୍ରସିଦ୍ଧ। ତେଣୁ ସେ ହରିବଂଶରେ ତାଙ୍କ ତ୍ରିଶଙ୍କର ନାଁଟି ସତ୍ୟବ୍ରତ ବୋଲି ଉଲ୍ଲେଖ କରିଛନ୍ତି। ବିଭିନ୍ନ ପୁରାଣରେ ବିଭିନ୍ନ କଥା, କିନ୍ତୁ ଏଇ ପ୍ରସଙ୍ଗଟି ସବୁ ପୁରାଣରେ ରହିଛି। ଆଉ ତ୍ରିଶଙ୍କୁ ସେଇଠି ରହିଛନ୍ତି। ଏବେ ବି ଆମର କଥା ଅଛି, ଯଦି ଆମେ ସେମିତି ଗୋଟେ କିଛି ଅବସ୍ଥାରେ